ଆତ୍ମା ପ୍ରାଣ ଏଇଠି ମୁଁ ଟିକେ ଅବୁଝା ରହିଲି। କୋଉ ଜାଗାରେ କୋଉ ଜାଗାରେ? ଏ ଯେ ଆପଣ ବୁଝେଇକି କହିଲେ ଯେ ହଁ ଆତ୍ମା ପ୍ରାଣ ମାନସ ହଁ ହଁ ସେଇ ଯୋଉ ଉତ୍ପତ୍ତି ହେଲା ଆଉ ଅଧମାତ୍ରା ବିନ୍ଦୁ କହିନେ ଗଲେ ମୁଁ ଏଇଠି ଟିକେ ବୁଝିପାରିଲିନି ହଁ ଯେ ଏ କାର ଆଉ ଇ କାରଟି ଲଗେଇବାକୁ ହଁ ଏଇ ଯୋଡିଏଟା ହେଇଯା କଣ ବୁଝିପାରିଲିନି। ଏକାର ଇକାର ହଉଛି ଆମର ଯୋଉ ପ୍ରଣବ ଯୋଉ ପଞ୍ଚମାତ୍ରା ଆଜ୍ଞା ଆଜ୍ଞା ସେ ପ୍ରଣବ ପଞ୍ଚ ମାତ୍ରାରେ ଗୋଟେ ହଉଛି ଆକାର ଗୋଟେ ଏକାର ଗୋଟେ ଇକାର ଗୋଟେ ଅର୍ଦ୍ଧମାତ୍ରା ଗୋଟେ ଚନ୍ଦ୍ରବିନ୍ଦୁ। ହଁ ହଁ ଏଇ ହଉଛି ପାଞ୍ଚ ହଁ ମୁଖ କୁଣ୍ଡଳୀ ଆକାରମ୍ ଆଜ୍ଞା ନାସା ତାରକ ଉକାରମ୍ ଆଜ୍ଞା ଚକ୍ଷୁ ଦଣ୍ଡକ ଏକାରମ୍ ଆଜ୍ଞା କର୍ଣ୍ଣ ଅର୍ଦ୍ଧକ ଇକାରମ୍ ଆଜ୍ଞା ମସ୍ତକ ଆକାଶ ଅଙ୍କାରମ୍ ମସ୍ତକ ବିନ୍ଦୁ ଅଙ୍କାରମ୍। ହଁ ହଁ ଆଜ୍ଞା ବୁଝିଲି ଏଥର। ମନକୁ ଶ୍ୱାସ ପ୍ରଶ୍ୱାସରେ ରଖିଲେ ମନ ସ୍ଥିର ରହିବ ବୋଲି। ହଁ ହଁ ଯେ ଆଜ୍ଞା ମୋର ସେ ଶ୍ୱାସ ପ୍ରଶ୍ୱାସରେ ମନ ରହିବା ପରେ ହଁ ଇଏ ଯୋଉ ତ୍ରିକୁଟ ଜାଗା ଟା ଝିମି ଝିମି ହଉଛି ଖାଲି। ତୁମକୁ ଗୁରୁ କିଏ? ଗୁରୁ ଆଜ୍ଞା ଗୁରୁ ତ ନାହାନ୍ତି ଅନୁକୂଳ ଚନ୍ଦ୍ର ଆଜ୍ଞା। ଅନୁକୂଳ ଦୀକ୍ଷା ଚନ୍ଦ୍ର ଗୁରୁ ଦେଇଥିଲେ। ଶୁଣ ମୁଁ କହିସାରେ ଅନୁକୂଳ ଚନ୍ଦ୍ରଙ୍କ ତ ଏ ପ୍ରସେସ ନାହିଁ। ନାଇଁ ଆଜ୍ଞା ଆପଣ କେମିତି ରଖୁଛ? ଆପଣଙ୍କଠୁ ଶୁଣିକିରି କରିଥିଲି ଆଉ। ହବନି ସେମିତି ହେଲେ ଭୁଲ ହବ। ଆଜ୍ଞା ଅନୁକୂଳ ଚନ୍ଦ୍ର କଣ ତତ୍ଵଗୁରୁ ନୁହନ୍ତି? ମୁଁ କେମିତି କହିବି ମୁଁ ତ ତାଙ୍କ ବିଷୟରେ ଜାଣିନି ତମକୁ ମୁଁ ସେ କଥା କହିବିନି। ତମେ କିନ୍ତୁ ଆପଣ ତ ଏତିକି ଦେଖ ତମେ କିନ୍ତୁ ଏତିକି ଜାଣ ବୁଝିଲ କି ଆଜ୍ଞା ଯିଏ ଆଜ୍ଞା ତମକୁ ପ୍ରାଣାୟାମ ସୂତ୍ର ଦେଲା ସିଏ ସଦ୍ଗୁରୁ। ନାଇଁ ଆଜ୍ଞା ସିଏ ତ କିଛି ସୂତ୍ର ଦେଇନାହାନ୍ତି ଆପଣଙ୍କୁ ତ ଗୁରୁ ଆପଣଙ୍କୁ ନାମ ନୁଚେଇବା କିଛି ଇଏ ନାହିଁ। ହୁଁ ସେ ଯୋଉ ନାମଟା ଦେଇଛନ୍ତି ହୁଁ ଆଜ୍ଞା ରାଧା ସ୍ୱାମୀ ଏଇ ଗୋଟାକ ଜପିବା ପାଇଁ କହିଥିଲେ ଏଇଟା କଣ ଠିକ ନାମ ଆଜ୍ଞା? ସେଟା କୌଣସି ଶାସ୍ତ୍ରରେ ନାହିଁ। ମୁଁ ସେଇ କଥା ସନ୍ଦେହରେ ସବୁବେଳେ ମନରେ ଡାଉଟ ମୋର ହଉଛି। ଏଟା ଶାସ୍ତ୍ର ଦତ୍ତ ନାମ ନୁହଁ କୌଣସି ଶାସ୍ତ୍ରରେ ସେ ନାଁ ନାହିଁ। ବୁଝିଲ ତାହେଲେ କି ସେ ତ ତତ୍ଵଗୁରୁ ନୁହନ୍ତି ଆଉ ଜଣା ପଡିଲା ଆଉ କଣ। ହେଲା ଆଜ୍ଞା କୌଣସି ବେଦ ବେଦାନ୍ତ ଉପନିଷଦରେ ସେ ମନ୍ତ୍ର ନାହିଁ ହେଲା। ଆଜ୍ଞା ଆଖି ଖାଲି ମାଡି ମାଡି ପଡୁଛି ହୁଁ ତାପରେ ତ୍ରିକୁଟ ଜାଗା ଟା ଖାଲି ଝିମି ଝିମି ହଉଛି। ନା ସେମିତି ହେଲେ ଭୁଲ ହବ କଣ ତମେ ବେତାଳ ମେତାଳ କରୁଛ। ବାବା ମୁଁ ଟିକେ ରୋଗୀ ଲୋକ କଣ କରିବି ଯେ ମୋର ଯାହା ତ ଅସୁବିଧା ସୁବିଧା ଅଛି ସେ ସ୍ତ୍ରୀ ତ ଆଜ୍ଞା ଚାଲିଗଲା 2008 ମସିହାରେ। ହୁଁ ହୁଁ 2020ରୁ 2000 ମସିହାରୁ ଆଜ୍ଞା ମୋର ସ୍ତ୍ରୀ ସଙ୍ଗ ନାହିଁ ଆଜ୍ଞା। ହଁ କୁହ। ତାପରେ ମଝିରେ 2 ମାସରେ ମାସକରେ ବ୍ରହ୍ମ ଖଳିତ ହଉଛି। ହଁ ଆଉ ନହେଲେ 2000 ଠୁ ମୋର ଆଜ୍ଞା ସ୍ତ୍ରୀ ସହବାସ ନାହିଁ କିଛି। ତମର ବୟସ କେତେ ହେଲାଣି? ବୟସ ଆଜ୍ଞା 65। 65 ବର୍ଷ ହେଲାଣି। ହଉ ଠିକ ଅଛି ସେଗୁଡାକ ସବୁ କେବଳ ଯୋଗ ବ୍ୟତୀତ ଅନ୍ୟ ବାଟରେ ସେ ସବୁ କଣ୍ଟ୍ରୋଲ ହେଇପାରିବନି। ଆଜ୍ଞା ତମେ ଏଠିକି ନ ଆସିଲେ ମୁଁ ଏଠୁ କେମିତି କଣ ତମକୁ କହିବି। ଆଜ୍ଞା ପୁରା ଆଣ୍ଠୁ ଗଣ୍ଠି ରୋଗୀ ଯେ ଯିବା ଆସିବା ପାଇଁ ଟିକେ କଷ୍ଟ ହବ ଆଉ ସେମିତି ଠାକୁରଙ୍କୁ ତଥାପି ଡାକିକି ସେଇଠି ଯିବାକୁ ରୁହ ଆଉ କଣ କରିବା। ତଥାପି ଚେଷ୍ଟା କରିବି ଯିବା ପାଇଁ ଟିକେ ଗରମ ପଡିଛି ହଁ ଟିକେ ଥଣ୍ଡା ପଡିଲେ ଆଜ୍ଞା ଯିବାକୁ ଚେଷ୍ଟା କରିବି ଆଉ। ହଁ ହଁ ନା ସେ ତାର କଥା ହଉଛି କଣ କି ତମେ ସେ ଜିନିଷଟା ଯୋଉଟା ନୁହେଁ ଫୋନରେ କଣ କିଛି କୁହାଯାଇ ପାରିବ। ନା ନାଇଁ ଆଜ୍ଞା ହଁ ହଉ ହଉ ପଛରେ କଥାବାର୍ତ୍ତା ହବା ଆଉ ହଉ। ଆଜ୍ଞା ଆଜ୍ଞା ହଉ ଆଜ୍ଞା ଭଗବାନ। ଗୁରୁ କରୁଛୁ ଗୁରୁଙ୍କୁ ପଚାରୁନ ଦ୍ୱନ୍ଦ୍ୱ ମିଟେଇ ଦେବେନି। ଆଜ୍ଞା ସିଏ ଗୁରୁ ତ ନାହାନ୍ତି ଆଉ ଆପଣଙ୍କୁ ଆଉ ପଚାରିବି କାହାକୁ। କଣ ପଚାରେ? ବାବା ଯୋଉ ଗୀତା ଭାଗବତ ଟିକେ ତ ପଢେ। ହୁଁ ସେଇ ବାବଦରେ ପଚାରିବି ଅନ୍ୟ କଥା କିଛି ନାହିଁ ମ। ହୁଁ ଇଏ ଆପଣ କଣ ଖାଉଛନ୍ତି ନା କଣ? ହଁ ଜଳଖିଆ ଖାଉଛି। ଜଳଖିଆ ଖାଉଛନ୍ତି ଆଜ୍ଞା। ହୁଁ ତ ଯୋଉ ଇଏ ଯୋଉ ଅକ୍ରୁର ଆଜ୍ଞା ହଁ ଅକ୍ରୁର ହୁଁ ଉଦ୍ଧବ ହଁ ଉଦ୍ଧବ ତ କୃଷ୍ଣଙ୍କର ସାଙ୍ଗ ଆଉ ଭକ୍ତ ସବୁ ପିଲାଦିନର ସବୁ ପ୍ରକାର ହୁଁ ଆଜ୍ଞା ହୁଁ ତାପରେ ସିଏ ତ ଭଗବାନ ମିଠି ଚିହ୍ନି ଯାଇଥିଲା ନା। ହଁ
ତାପରେ ଠାକୁର କାହିଁ ତାକୁ ପଠେଇଲେ ବଦ୍ରିକା ଆଶ୍ରମ, ସେ କଣ ମୁକ୍ତି ଦେଇପାରିଲେନି? ସେ ବିଷୟରେ ମୁଁ ଜାଣିନି। ନା ସେ ରାଜନୀତି, ଆମର ଧର୍ମନୀତି ଅଛି। ଆମେ ଧର୍ମନୀତି ଛଡା ରାଜନୀତିରେ ଆମର ଦଖଲ ନାହିଁ। ଆଜ୍ଞା। ତେଣୁ ରଜା ଘର ନୀତି ମାନେ ରାଜନୀତି, ବୁଝିଲ? ଆଜ୍ଞା। ସରିମାର୍ଥ ହଉଛି ଧର୍ମନୀତି। ମୁଁ କେବଳ ସରିମାର୍ଥ ଛଡା ରାଜନୀତି ବିଷୟରେ କିଛି କହିପାରିବି। ସେ କଣ ରାଜନୀତି ଆଜ୍ଞା? କୃଷ୍ଣଙ୍କ ବିଷୟ, ଗୀତା କଥା। କୃଷ୍ଣଙ୍କ କଥା, କୃଷ୍ଣ ରଜା ଘର ପୁଅ ନୁହନ୍ତି? ଆଜ୍ଞା। ସେଇ ବା ରାଜନୀତି। ଆଉ କୋଉ ରାଜନୀତି କଥା କହୁଛନ୍ତି? ରଜା ଘରର ନୀତି କି ରାଜନୀତି କୁହାଯାଏ। ଆଜ୍ଞା। ବୁଝିଲ? ରାମଚନ୍ଦ୍ର ହଉଛି ଦଶରଥ ରାଜାର ପୁଅ। ଆଜ୍ଞା। ଏଇ ଆଲୋଚନା ଯିଏ କରିବ ସେଇଟା ହଉଛି ରାଜନୀତି। ଆଜ୍ଞା। କିନ୍ତୁ ଧର୍ମନୀତି ଅନୁସାରେ ଦଶରଥ ପୁତ୍ର ରାମ ନୁହନ୍ତି, ଯେଉଁ ରାମ ସର୍ବ ଘଟେ ରମନ୍ତି, ବୁଝିଲ ନା? ତେଣୁ ଧର୍ମନୀତି ଅନୁସାରେ ଯୋଉ ରାମ ସରି ଭିତରେ ରମଣ କରୁଛି ତାକୁ ହିଁ ଆମେ ଧର୍ମନୀତି ଅନୁସାରେ ରାମ କହିବା। ରାଜନୀତି ଅନୁସାରେ ଆମେ ଯଦି କହିବା ଦଶରଥ ରାଜାର ପୁଅ ରାମଚନ୍ଦ୍ର, ସେଇଟାକୁ ରାମ ବୋଲି କହିବା। ତେଣୁ ବୁଝିପାରିଲ ନା? ତେଣୁ ରାଜନୀତି କହିବା, ଏଟାକୁ ଧର୍ମନୀତି କହିବା। ତେଣୁ ଧର୍ମନୀତିରେ ସରିମାର୍ଥଟା ହଉଛି ଧର୍ମନୀତି, ତାକୁ ଛାଡ଼ିଦେଲେ ଆଉ ସବୁ ହେଲା ରାଜନୀତି। ଆମ ରାଜନୀତି ନୁହେଁ, ଯୋଉ ରାଜନୀତି ଆଜିକାଲି କରୁଛନ୍ତି ସିଏ ନୁହେଁ। ଏ ରାଜନୀତି ହଉଛି ରଜା ଘରର ନୀତି କି ରାଜନୀତି, ଅର୍ଥାତ୍ ପୁରାଣ କଥା। ପୁରାଣ କଥା ଗୁଡାକ ଆମେ ଜାଣିନୁ। ଓହୋ, ଠିକ ଅଛି। ଆପଣ ତତ୍ତ୍ୱ ମାନେ ଶରୀର ଭେଦ କଥା ଆପଣ କହିବେ। ବାସ୍ ବାସ୍, ସେଇ କଥା ଠିକ। ମୁଁ ସେଇ କଥା ଆଜ୍ଞା ଭାବୁଛି, ଭଗବାନ ତ ନିଜେ ସେ ଥିଲେ। ସେ ପଣ୍ଡିତ ମାନେ ଅଛନ୍ତି, ପଚାରିଦେବୁ। ଶୁଣୁ, ପଣ୍ଡିତ ମାନେ ଅଛନ୍ତି, ପଚାରିଦେବୁ, ସେ କହିଦେବେ ହେଲା। ମୁଁ ଆଉ ବୁଝିବାର ଆଜ୍ଞା ନାହିଁ କିଛି। ଆପଣ ଯୋଉ କଥା ବୁଝେଇ ଦେଲେ ମୁଁ ଠିକ ବୁଝିଗଲି ଆଜ୍ଞା। ଆଉ ଗୋଟେ କଥା ଶୁଣୁ, ମୋର ଆଉ ଗୋଟେ ଚ୍ୟାନେଲ ନୂଆ ଖୋଲା ହେଇଛି, ଦୟାଜ୍ୟୋତି। ଆଜ୍ଞା। ତାକୁ ମୁଁ ପଠେଇ ଦଉଛି, ସବସ୍କ୍ରାଇବ କରିଦେବୁ। ଆଜ୍ଞା, ଟିକେ ନମ୍ବର ପଠେଇଦେଲେ। ସାଙ୍ଗେ ସାଙ୍ଗେ ପଠେଇ ଦେବୁ।